ବିଦେଶୀଙ୍କୁ ଚିହ୍ନଟ କରି ରାସନ କାର୍ଡ କଟାଯିବ। ତ ଦେଖନ୍ତୁ ମନ୍ତ୍ରୀ କୁଶଳ ଚନ୍ଦ୍ର ପାତ୍ର ବଡ ଘୋଷଣା କରିଛନ୍ତି, ଯଦି ଆପଣମାନେ ଯଦି ବିଦେଶୀ ତାହେଲେ ଆପଣଙ୍କ ରାସନ କାର୍ଡ କଟାଯିବ, କଣ ଅପଡେଟ୍ ରହିଛି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଫୁଲ ଷ୍ଟେପ ବାଇ ଷ୍ଟେପ ଦେଖନ୍ତୁ, ଜାଣିପାରିବେ। ତ ଦେଖନ୍ତୁ କଟାଯିବ ବିଦେଶୀଙ୍କ ରାସନ କାର୍ଡ। ଯେଉଁମାନେ ବିଦେଶୀରୁ ଆସି ଓଡ଼ିଶାରେ ରହୁଛନ୍ତି ଏବଂ ଓଡ଼ିଶାର ନାଗରିକ ଭାବରେ ରାସନ କାର୍ଡରେ ରାସନ ପାଉଛନ୍ତି, ସେମାନେ ସମସ୍ତଙ୍କ ରାସନ କାର୍ଡ କାଟିବେ ସରକାର। ଏହି ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୁଶଳ ଚନ୍ଦ୍ର ପାତ୍ର। ବିଶେଷ କରି ଯେଉଁମାନେ ସବୁ ବାଂଲାଦେଶୀ ବା ପାକିସ୍ତାନୀ କିମ୍ବା ଲୋକ ଓଡ଼ିଶାରେ ଅଛନ୍ତି ଆଉ ସେମାନେ ରାସନ କାର୍ଡ ପାଇଛନ୍ତି, ସେମାନେ ସମସ୍ତଙ୍କର ରାସନ କାର୍ଡ କଟାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ବିଦେଶୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ରାସନ କାର୍ଡ କଟାଯିବ। ପ୍ରଶାସନିକ ସ୍ତରରେ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ବାଂଲାଦେଶୀ ପାକିସ୍ତାନୀ କିମ୍ବା ରାସନ କାର୍ଡ ହାତେଇଥିଲେ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ। ଏଇ ନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୁଶଳ ଚନ୍ଦ୍ର ପାତ୍ର। ତ ଦେଖନ୍ତୁ ଯଦି ଆପଣମାନେ ମଧ୍ୟ ବିଦେଶୀ ଅଛନ୍ତି ତାହେଲେ ଆପଣଙ୍କ ରାସନ କାର୍ଡ କଟିବାରେ ଏବେ ଲାଗୁଛି, ଯାହାକି ଏବେ ବଡ ଘୋଷଣା କରିଛନ୍ତି ଆପଣଙ୍କ ରାସନ କାର୍ଡ କଟିଯିବ। ଯୋଉମାନେ ବିଦେଶୀ ଯୋଉ କି ବାଂଲାଦେଶୀ ବା ପାକିସ୍ତାନୀ ସେମାନଙ୍କ ରାସନ କାର୍ଡ କଟିବ। ତ ଏଇଭଳିଆ ଆଜି ଅପଡେଟ ଥିଲା। ଆଶା କରୁଛି ଭିଡିଓ ଭଲ ଲାଗିବ, ତାହେଲେ ସେୟାର କରନ୍ତୁ, ଲାଇକ୍